ଭାରତରେ ସିନ୍ଧୁ ନଦୀର ବହୁତ ଗୁରୁତ୍ୱ ରହିଛି। ମୁଁ ଏହା ଆଗରୁ ସିନ୍ଧୁ ନଦୀର ଉତ୍ପତ୍ତି ଏବଂ ଏହାର ଗତିପଥକୁ ନେଇ ଏକ ଭିଡ଼ିଓ ଆପଣମାନଙ୍କ ସହ ସେୟାର କରିଥିଲି। କିନ୍ତୁ ଆଜିର ଏହି ଭିଡ଼ିଓଟି ସମ୍ପୂର୍ଣ୍ଣ ଅଲଗା। ଆଜି ମୁଁ ଆପଣଙ୍କୁ କହିବି ଆମ ଭାରତୀୟ ଧର୍ମ ଏବଂ ସଂସ୍କୃତିରେ ସିନ୍ଧୁ ନଦୀକୁ କାହିଁକି ବେଶୀ ଗୁରୁତ୍ୱ ଦିଆଯାଇଛି। ସିନ୍ଧୁ ନଦୀ ଏହାକୁ କେବଳ ଜଳର ଏକମାତ୍ର ଉତ୍ସ ଭାବରେ ବିବେଚନା କରାଯାଏ ନାହିଁ, ବରଂ ହିନ୍ଦୁ ଧର୍ମ ଦୃଷ୍ଟିରୁ ଏହାକୁ ବହୁତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। ହିନ୍ଦୁ ଶବ୍ଦଟି ମଧ୍ୟ ସିନ୍ଧୁରୁ ଆସିଛି, ଯାହା ଏହି ନଦୀ ପାର ହୋଇ ରହୁଥିବା ଲୋକମାନଙ୍କୁ ପ୍ରତିନିଧିତ୍ୱ କରେ। ସିନ୍ଧୁ ନଦୀକୁ ପବିତ୍ର ନଦୀ ତାଲିକାରେ ମଧ୍ୟ ରଖାଯାଇଛି ଏବଂ ଏହାକୁ ନଦୀର ରାଣୀ ବୋଲି କୁହାଯାଏ। ସିନ୍ଧୁ ନଦୀ ଏସିଆର ଏକ ପ୍ରମୁଖ ନଦୀ, ଯାହା ତିବ୍ବତର ମାନସରୋବର ହ୍ରଦ ନିକଟସ୍ଥ ପାଖରୁ ବାହାରି ପାକିସ୍ତାନ ଦେଇ ଆରବ ସାଗରରେ ମିଶିଛି। ଏବେ ଜାଣିବା ଏହାର ଧାର୍ମିକ ଗୁରୁତ୍ୱ କ'ଣ ରହିଛି। ଆମ ବେଦରେ ସିନ୍ଧୁ ନଦୀର ଅନେକ ଥର ବର୍ଣ୍ଣନା କରାଯାଇଛି। କ'ଣ ଆପଣ ଏହା ସମ୍ପର୍କରେ ଜାଣିଛନ୍ତି? ଆମ ହିନ୍ଦୁ ଗ୍ରନ୍ଥରେ ଏହି ସିନ୍ଧୁ ନଦୀର ଗୁରୁତ୍ୱକୁ ବ୍ୟାଖ୍ୟା କରାଯାଇଛି। ସିନ୍ଧୁ ନଦୀ କୂଳରେ ଅନେକ ଋଷି ଏବଂ ସନ୍ଥ ତପସ୍ୟା କରୁଥିଲେ। ଧାର୍ମିକ ବିଶ୍ୱାସ ଅନୁସାରେ ଏହି ନଦୀ କୂଳରେ ବସି ଅନେକ ବେଦ ଏବଂ ପୁରାଣ ରଚିତ ହୋଇଥିଲା। ସେଥିପାଇଁ ହିନ୍ଦୁ ଧର୍ମରେ ଏହାର ଗୁରୁତ୍ୱ ରହିଛି। ଋଗ୍ବେଦରେ ସିନ୍ଧୁ ନଦୀର ବହୁବାର ବର୍ଣ୍ଣନା କରାଯାଇଛି। ଇମେ ଗଙ୍ଗେ ଯମୁନେ ସରସ୍ୱତୀ ସିନ୍ଧୁଷ୍ଟମ୍ ଅର୍ଜୁନାୟମ୍। ପବିତ୍ର ନଦୀ ସିନ୍ଧୁ, ଯାହାକୁ ନଦୀର ରାଣୀ ଏବଂ ଜ୍ଞାନର ନଦୀ ମଧ୍ୟ କୁହାଯାଏ। ପ୍ରତ୍ୟେକ ପୂର୍ଣ୍ଣିମା ଦିନ ଏହି ସିନ୍ଧୁ ନଦୀ କୂଳରେ ସିନ୍ଧୁ ଦର୍ଶନ ମହୋତ୍ସବ ଆୟୋଜନ କରାଯାଏ, ଯାହା ଏହି ନଦୀ ପ୍ରତି ଲୋକଙ୍କର ଧାର୍ମିକ ଭକ୍ତିକୁ ପ୍ରତିଫଳିତ କରାଏ। ପ୍ରତିବର୍ଷ ଲଦାଖର ଲେହରେ ସିନ୍ଧୁ ଦର୍ଶନ ମହୋତ୍ସବ ଆୟୋଜନ କରାଯାଏ। ଏହା ସିନ୍ଧୁ ନଦୀ ପ୍ରତି ଶ୍ରଦ୍ଧା ଏବଂ ସମ୍ମାନ ପ୍ରକାଶ କରିବାର ଏକ ମାଧ୍ୟମ। ଜୁନ୍ ମାସରେ ଗୁରୁ ପୂର୍ଣ୍ଣିମାରେ ଏହାକୁ ପାଳନ କରାଯାଏ। ଏହି ମହୋତ୍ସବରେ ବହୁ ସଂଖ୍ୟକ ଲୋକ ଅଂଶଗ୍ରହଣ କରନ୍ତି। ସିନ୍ଧୁ ନଦୀର ମୁହାଣରେ କରାଚି ନିକଟସ୍ଥ ହିଙ୍ଗଳାଜ ସ୍ଥାନରେ ହିଙ୍ଗଳାଜ ମାତାଙ୍କ ଏକ ମନ୍ଦିର ମଧ୍ୟ ଅଛି, ଯାହା 52 ଶକ୍ତିପୀଠ ମଧ୍ୟରୁ ଗୋଟିଏ। ପାକିସ୍ତାନର ବେଲୁଚିସ୍ତାନରେ ପ୍ରବାହିତ ସିନ୍ଧୁ ନଦୀର ଏକ ଶାଖା ନଦୀ ହିଙ୍ଗୋଲ ନଦୀ ହିଙ୍ଗଳାଜ ମାତା ମନ୍ଦିର ନିକଟରୁ ପ୍ରବାହିତ ହୁଏ। ଋଗ୍ବେଦରେ ଅନେକ ନଦୀର ଉଲ୍ଲେଖ ରହିଛି, ଯାହା ମଧ୍ୟରୁ ସିନ୍ଧୁ ନଦୀ ହେଉଛି ଅନ୍ୟତମ। ତେବେ ଋଗ୍ବେଦରେ 176 ଥର ଏକବଚନ ଶବ୍ଦ ସିନ୍ଧୁ ଓ 94 ଥର ବହୁବଚନ ଶବ୍ଦ ସିନ୍ଧବଃ ଉଲ୍ଲିଖିତ ଅଛି। ସିନ୍ଧୁ ଶବ୍ଦଟି ଅଧିକାଂଶ ସମୟରେ ନଦୀ ପାଇଁ ହିଁ ବ୍ୟବହୃତ ହୋଇଛି। ପରବର୍ତ୍ତୀ କାଳରେ ରଚିତ ଋଗ୍ବେଦରେ ସମ୍ମିଳିତ ସ୍ତୋତ୍ର ସବୁରେ ସିନ୍ଧୁ ଶବ୍ଦ କେବଳ ସିନ୍ଧୁ ନଦୀ ପାଇଁ ବ୍ୟବହୃତ ହୋଇଥିଲା। ଏହାର ପ୍ରମାଣ ଆପଣ ନଦୀ ସ୍ତୁତି ସୂକ୍ତରେ ପାଇପାରିବେ। ଋଗ୍ବେଦର ଶ୍ଲୋକରେ ବ୍ରହ୍ମପୁତ୍ର ନଦୀ ବ୍ୟତୀତ ଅନ୍ୟ ସମସ୍ତ ନଦୀକୁ ସ୍ତ୍ରୀଲିଙ୍ଗବାଚୀ ଶବ୍ଦରେ ସମ୍ବୋଧନ କରାଯାଇଛି। ଆମ ଭାରତର ଇଂରାଜୀ ନାମ ଇଣ୍ଡିଆ ମଧ୍ୟ ସିନ୍ଧୁ ନଦୀର ଇଂରାଜୀ ନାମ ଇଣ୍ଡସ୍ରୁ ଆସିଅଛି। ସଂସ୍କୃତ ଭାଷାରେ ଏହି ନଦୀକୁ ସିନ୍ଧୁ ବୋଲି କୁହାଯାଉଥିବା ବେଳେ ପାର୍ସୀ ଭାଷାରେ ଏହି ନଦୀକୁ ହିନ୍ଦୁ ବୋଲି କୁହାଯାଏ। ସ୍ଥଳପଥରେ ବାହାରୁ ଭାରତକୁ ଆସୁଥିବା ଲୋକେ ସିନ୍ଧୁ ନଦୀକୁ ସୀମାନ୍ତ ନଦୀ ବା ସୀମାରେ ଥିବା ନଦୀ ବୋଲି କହୁଥିଲେ। ପାରସ୍ୟର ଆକେମେନିଡ୍ ସାମ୍ରାଜ୍ୟରୁ ଗ୍ରୀକ୍ ଲୋକେ ଏହି ନଦୀର ନାମ ଜାଣିବା ପରେ ତାହାକୁ ନିଜ ଭାଷାରେ ଇଣ୍ଡୋସ୍ ବୋଲି ଉଚ୍ଚାରଣ କରିଥିଲେ। କିନ୍ତୁ ପରେ ପ୍ରାଚୀନ ରୋମ୍ ସଭ୍ୟତାରେ ଏହି ନାମ ସାମାନ୍ୟ ଅପଭ୍ରଷ୍ଟ ହୋଇ ଇଣ୍ଡସ୍ ହେଲା। ପରେ ପ୍ରଚଳିତ ଇଂରାଜୀ ଭାଷାରେ ମଧ୍ୟ ଏହାକୁ ଇଣ୍ଡସ୍ ବୋଲି କୁହାଯାଉଛି। ସଂସ୍କୃତରେ ସିନ୍ଧୁ ଶବ୍ଦର ଅର୍ଥ ହେଲା ସାଗର, ମହାସାଗର ଅର୍ଥାତ୍ କୌଣସି ବୃହତ ଜଳାଶୟ। ପରବର୍ତ୍ତୀ ସମୟରେ ପାରସ୍ୟ ଭାଷାରେ ସିନ୍ଧୁ ନଦୀକୁ ଦରିଆ ବୋଲି ମଧ୍ୟ ନାମିତ କରାଯାଇଥିଲା। ଦରିଆ ଶବ୍ଦଟି ମଧ୍ୟ କୌଣସି ବୃହତ ଜଳାଶୟ ଅଥବା ସାଗରକୁ ହିଁ ସୂଚାଇଥାଏ। ସିନ୍ଧୁ ଶବ୍ଦର ଅନ୍ୟ ଭାଷାରେ କିଛି ନାମ ହେଲା ସିନ୍ଦା, ଯାହାକି ପାଖାପାଖି ଖ୍ରୀଷ୍ଟପୂର୍ବ 7ମ ଶତାବ୍ଦୀର ଏସିରୀୟ ଭାଷାରେ ପ୍ରଚଳିତ ଥିଲା। ଏହାପରେ ଆବେସ୍ ସିନ୍ଧ୍, ଯାହାକି ପାରସ୍ୟ ଭାଷାରେ କୁହାଯାଉଥିଲା, ଅୱାସ୍ ସିନ୍ଧ୍, ଯାହାକି ପସ୍ତୁ ଭାଷାରେ କୁହାଯାଉଥିଲା, ଅଲ୍ଟ ସିନ୍ଧ୍ ଆରବୀୟ ଭାଷାରେ କୁହାଯାଉଥିଲା, ସିନ୍ତୋ ଚୀନୀ ଭାଷାରେ କୁହାଯାଉଥିଲା ଏବଂ ସନ୍ତ୍ରୀ ଜାଭା ଦ୍ୱୀପର ଭାଷାରେ କୁହାଯାଉଥିଲା। ସେହିପରି ଅନ୍ୟାନ୍ୟ ଏସୀୟ ଭାଷା ଦେଖିଲେ ସିନ୍ଧୁ ନଦୀକୁ ହିନ୍ଦୀ ଭାଷାରେ ସିନ୍ଧୁ, ସିନ୍ଧୀ ଭାଷାରେ ସିନ୍ଧୁ, ଶାହାମୁଖୀ ପଞ୍ଜାବୀ ଭାଷାରେ ସିନ୍ଧ୍,
गुरुमुखी पंजाबी भाषा रे सिंध नदी, पश्तो भाषा रे अबासिन अर्थात नदी मानक पिता, आरबीय भाषा रे नहर अल सिंध, साधारणतः तिब्बतीय भाषा रे सिंगी खम्बन अर्थात सिंहर स्रोत, चीनी भाषा रे युन्दु, तुर्की भाषा रे नीलाब एवं सिंहली भाषा रे सिंधु नदी बोली कहती। तेबे आशा अछि एबे आपण जानि सारिथिबे आम भारतीय धर्म संस्कृति ग्रंथ रे सिंधु नदी को काहेकि एते गुरुत्व दिया जायछि। सिंधु नदी को नहीं थिबा आजिर एही भिडियोटी आपनकु भलो लागिथिले एहाकु लाइक करंतु एवं खूब मात्रा रे शेयर करंतु। एही इन्फॉर्मेशन टी आपनकु किभଳି लागिला मते कमेंट रे निहाती जणाइबे। आम देश दुनिया तथा राज्य सह जड़ित एभଳି अनेक इन्फॉर्मेटिव भिडियो जदि आपण देखिबाकु चाहुछंती ताहले आज ही मो चैनल को सब्सक्राइब करंतु।